ଦୁଇ ବନ୍ଧୁ। ଗାଁରେ ଦୁଇ ଜଣ ବହୁତ ଭଲ ବନ୍ଧୁ ଥିଲେ। ସେମାନେ ହେଉଛନ୍ତି ରଘୁ ଏବଂ ମାଧବ। ଦୁଇ ଜଣ ଛୋଟଠୁ ଏକାଠି ଖେଳିଥିଲେ, ପଢ଼ିଥିଲେ ଏବଂ ସମସ୍ତ କାମ ଏକାଠି କରୁଥିଲେ। ଦୁଇ ଜଣଙ୍କ ମଧ୍ୟରେ ବହୁତ ଭଲ ପାଇବା, ବୁଝାପଡ଼ା ଥିଲା। ଏକ ଦିନ ସେମାନେ ଜଙ୍ଗଲକୁ ଯିବାକୁ ଲାଗିଲେ। ଏହି ଜଙ୍ଗଲଟି ବହୁତ ଘନ ଏବଂ ଭୟଙ୍କର ଥିଲା। ହଠାତ୍ ସେମାନେ ଜଙ୍ଗଲରେ ବାଘ ଦେଖିଲେ। ଦୁଇ ଜଣ ଭୟ ପାଇଁ ଶୀଘ୍ର ଏକାଠି ଚିନ୍ତା କରିଲେ। ରଘୁ ବହୁତ ଚଞ୍ଚଳ ଥିଲା। ସେ ଦେଖିଲା ଯେ ଏକ ଗଛ ନିକଟରେ ଅଛି ଏବଂ ଶୀଘ୍ର ଗଛ ଉପରେ ଚଢ଼ିଗଲା। କିନ୍ତୁ ମାଧବ ଗଛରେ ଚଢ଼ିପାରିଲା ନାହିଁ। ସେ ବୁଝିଲା ଯେ ବାଘ ମୃତ ଲୋକଙ୍କୁ ଛୁଇଁ ନଥାଏ। ଏହିପରି ଚିନ୍ତା କରି ସେ ମାଟିରେ ପଡ଼ିଗଲା ଏବଂ ନିଶ୍ଚେତ ହୋଇ ରହିଲା। ବାଘଟି ମାଧବଙ୍କ ନାକଟିକୁ ଶୁଙ୍ଘିଲା ଏବଂ ଭାବିଲା ସେ ମରିଗଲା। ତେଣୁ ସେହିଠାରୁ ଚାଲିଗଲା। ଯେତେବେଳେ ବାଘ ଚାଲିଗଲା, ରଘୁ ଗଛରୁ ଉଠି ହୋଇ ଆସିଲା ଏବଂ ମାଧବଙ୍କୁ ପଚାରିଲା, ବାଘ ତ ନାକଟି ଶୁଙ୍ଘିଲା, କ'ଣ କହିଲା? ମାଧବ ହସି କହିଲେ, ଏହିପରି ସମୟରେ ଏମିତି ବନ୍ଧୁଙ୍କୁ ଭରସା କରିବା ଉଚିତ ନୁହେଁ ଯେ ଆପଣଙ୍କୁ ଏକାକୀ ଛାଡ଼ି ଦେଇ ଭାଗିଯାଆନ୍ତି। ଏହି ଗଳ୍ପରୁ ଆମେ ଏହି ଶିକ୍ଷା ପାଉ ଯେ ଖରାପ ସମୟରେ ଯେଉଁଠି ଆମେ ଏକା ହେଇଯାଉ, ସେଠି ଖରାପ ବନ୍ଧୁକୁ ବିଶ୍ୱାସ କରିବା ଉଚିତ ନୁହେଁ। ସଠିକ୍ କଥାର ବନ୍ଧୁ ସେମାନେ ହିଁ ଯେଉଁମାନେ ଖରାପ ସମୟରେ ଆମ ସହିତ ରହିଥାନ୍ତି।